ଶିମିଳିପାଳରୁ ପୁଣି ଗିରଫ ହୋଇଛନ୍ତି ଦୁଇ ଶିକାରୀ। ଶିକାର ଉଦ୍ଦେଶ୍ୟରେ ଶିମିଳିପାଳ ଅଭୟାରଣ୍ୟରେ ପ୍ରବେଶ କରିଥିବା ଦୁଇ ଶିକାରୀଙ୍କୁ ବନ ବିଭାଗ କାବୁ କରିଛି। ତେବେ ଏହି ସମୟରେ ବିଭିନ୍ନ ଶିକାର ସାମଗ୍ରୀକୁ ଜବତ କରାଯାଇଥିବା ବେଳେ 3 ଜଣ ଶିକାରୀ ଘଟଣାସ୍ଥଳରୁ ଫେରାର ମାରିଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଅଭୟାରଣ୍ୟରେ ଖଞ୍ଜା ଯାଇଥିବା ଏଆଇ କ୍ୟାମେରା ସହାୟତାରେ ଏହି ଦୁଇ ଶିକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଆଉ ଏହି ଦୁଇ ଶିକାରୀ ହେଉଛନ୍ତି କପ୍ତିପଦା ଥାନା ଅନ୍ତର୍ଗତ କଳିଅମଳ ପଞ୍ଚାୟତର ନଛିପୁର ଗ୍ରାମର ରାଜକିଶୋର ନାୟକ ଏବଂ ପାଗଡ଼ାଡିହା ଗ୍ରାମର କାଳିଚରଣ ଦେହୁରୀ। ତେବେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ 5ଟି ଦେଶୀ ବନ୍ଧୁକ, ବାରୁଦ, ସମ୍ବର ସିଂହ ଏବଂ 2ଟି ହରିଣ ସିଂହ, ଗୋଟିଏ ଧନୁ, 3ଟି ତୀର ସମେତ ଅନ୍ୟାନ୍ୟ ଶିକାର ସାମଗ୍ରୀକୁ ଜବତ କରାଯାଇଛି। ଯାହା ଜଣାପଡ଼ିଛି 5 ଜଣ ଶିକାରୀ ଦଳବଦ୍ଧ ହୋଇ ମାରଣାସ୍ତ୍ର ଧରି ଶିମିଳିପାଳ ଅଭୟାରଣ୍ୟର କୋର୍ ଅଞ୍ଚଳ ମଧ୍ୟକୁ ପ୍ରବେଶ କରିଥିଲେ। ଆଉ ଏଆଇ କ୍ୟାମେରାରେ ତାହା କଏଦ ହେବା ପରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନ କର୍ମଚାରୀମାନେ ଚଢ଼ାଉ କରିଥିଲେ। ବନ କର୍ମଚାରୀଙ୍କୁ ଦେଖି 3 ଶିକାରୀ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ 2 ଜଣ ଧରାପଡ଼ିଛନ୍ତି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରୁ ଜଗଦୀଶ ମୁର୍ମୁଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।